ସାଙ୍ଗମାନେ ଆଜି ମୁଁ ଆପଣମାନଙ୍କୁ ତେଜପତ୍ରର ଏକ ଏପରି ଉପାୟ ବିଷୟରେ କହିବାକୁ ଯାଉଛି ଯାହା ଆପଣଙ୍କର ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିପାରିବ। ଅର୍ଥାତ୍ ଆପଣ ଯଦି ନିଜ ଜୀବନରେ ଧନ ଚାହୁଁଛନ୍ତି ତେବେ ଆପଣଙ୍କର ସେହି ସ୍ୱପ୍ନ ପୂରଣ ହେବ। ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି ତେବେ ତାହା ମଧ୍ୟ ପୂର୍ଣ୍ଣ ହେବ। ଏହା ସହିତ ଆପଣଙ୍କ ଗୃହରେ ଥିବା ନକାରାତ୍ମକ ଶକ୍ତିକୁ ମଧ୍ୟ ଏହା ଦୂର କରିଦେବ। ଯଦି ଆପଣଙ୍କର ଧନର ଆବଶ୍ୟକତା ଅଛି ଏବଂ ଆପଣ ଧନ ଚାହୁଁଛନ୍ତି ତେବେ ଏହା ଆପଣଙ୍କର ଆବଶ୍ୟକତାକୁ ନିଶ୍ଚିତ ଭାବରେ ପୂର୍ଣ୍ଣ କରିବ। ଏବଂ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ସମସ୍ତ ମନସ୍କାମନା ଗୁଡ଼ିକ ପୂରଣ ହେଉ, ଆପଣ ଯାହା ଚାହୁଁଛନ୍ତି ତାହା ଆପଣଙ୍କୁ ପ୍ରାପ୍ତ ହେଉ, ଯେମିତିକି ଯଦି ଆପଣଙ୍କର ବିବାହରେ ବିଳମ୍ବ ହେଉଛି, ଆପଣଙ୍କୁ ଚାକିରି ମିଳିପାରୁନାହିଁ, ଯଦି ଆପଣଙ୍କର ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ୁଛି ତ ଆପଣଙ୍କୁ ବ୍ୟାପାରରେ ଲାଭ ମଧ୍ୟ ପ୍ରାପ୍ତ ହେବ। ଆପଣଙ୍କର ଯେକୌଣସି ପ୍ରକାରର ମନସ୍କାମନା ହେଉ ତାହା ଆପଣଙ୍କର ପୂର୍ଣ୍ଣ ହେବ। ତେବେ ସାଙ୍ଗମାନେ ସାଧାରଣତଃ ତେଜପତ୍ର ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ। ଆପଣମାନେ ଜାଣି ରଖିବା ଉଚିତ ଯେ ତେଜପତ୍ରରେ ମା ଲକ୍ଷ୍ମୀଙ୍କର ନିବାସ ହୋଇଥାଏ। ଅର୍ଥାତ୍ ତେଜପତ୍ରର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ। କାରଣ ତେଜପତ୍ରର ବାସ୍ନା ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ, ଅର୍ଥାତ୍ ଧନକୁ ଆକର୍ଷିତ କରିଥାଏ। ତେବେ ସାଙ୍ଗମାନେ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ତେଜପତ୍ରର ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛି ତାହା ଅତ୍ୟନ୍ତ ସରଳ ଅଟେ ଏବଂ ପ୍ରତ୍ୟେକ ଦିନ ଆପଣଙ୍କୁ ଏହି ଉପାୟକୁ ପାଳନ କରିବାର ଅଛି। ତେବେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ 4ରୁ 5ଟି ଉପାୟ ବିଷୟରେ କହିବାକୁ ଯାଉଛି। ତେବେ ସାଙ୍ଗମାନେ ପ୍ରଥମ ଉପାୟଟି ହେଉଛି ଆପଣଙ୍କୁ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ତେଜପତ୍ର ଜଳାଇବାର ଅଛି। ତ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଆପଣ ଏକ ତେଜପତ୍ର ଜଳାନ୍ତୁ ଏବଂ ସେଥିରେ ଯେଉଁ ଧୂଆଁ ବାହାରେ ତାକୁ ଆପଣ ସମ୍ପୂର୍ଣ୍ଣ ଘରେ ବୁଲାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଗୃହରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ଆପଣଙ୍କ ଘରୁ ବାହାରି ଯାଇଥାଏ। ଏହାଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧିର ବୃଦ୍ଧି ହେବ। ମାତ୍ର ମନେ ରଖିବେ, ଆପଣଙ୍କୁ କେବଳ ଗୋଟିଏ ମାତ୍ର ପତ୍ର ଜଳାଇବାର ଅଛି। ଆପଣଙ୍କୁ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ କେବଳ ଗୋଟିଏ ମାତ୍ର ତେଜପତ୍ର ଆପଣଙ୍କ ଗୃହରେ ଜଳାଇ ତାର ଧୂଆଁକୁ ସମ୍ପୂର୍ଣ୍ଣ ଘରେ ବୁଲାଇବାର ଅଛି। ତେବେ ଆଉ ଗୋଟିଏ କଥା ମନେ ରଖନ୍ତୁ ଯେ ଆପଣ ସେହି ପତ୍ରକୁ କୌଣସି ଏକ ଜାଗାରେ ଜଳାଇବେ, ଯେମିତିକି କୌଣସି ପ୍ଲେଟରେ ହେଉ କିମ୍ବା କୌଣସି ଗିନାରେ ହେଉ, କିନ୍ତୁ ଆପଣ ଭୂମି ଉପରେ ପତ୍ରକୁ ଜଳାଇବେ ନାହିଁ। ଏବଂ ପତ୍ରଟି ଜଳିସାରିବା ପରେ ଯେଉଁ ପାଉଁଶ ବାହାରିବ ତାହାକୁ ଆପଣ ବାହାରେ ନେଇ ଉଡ଼ାଇ ଦେବେ। ଦ୍ୱିତୀୟ ଉପାୟଟି ହେଉଛି ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଗୃହରେ ସର୍ବଦା ଧନଜନିତ ସମସ୍ୟା ଲାଗି ରହୁଛି, ଆପଣଙ୍କ ଘରେ ସର୍ବଦା ପଇସାର ଅଭାବ ଦେଖାଦେଉଛି, ଆପଣଙ୍କୁ ପଇସାର ବହୁତ ଆବଶ୍ୟକତା ରହିଛି, ଆପଣ କେଉଁଠାରେ ଚାକିରି କରୁଛନ୍ତି, ବ୍ୟାପାର ବାଣିଜ୍ୟ କରୁଛନ୍ତି, ମାତ୍ର ସେଥିରେ ବି ଆପଣଙ୍କୁ ଆପଣଙ୍କର ଆବଶ୍ୟକତା ଅନୁସାରେ ପଇସା ମିଳିପାରୁନାହିଁ, ତ ଆପଣ ଗୋଟିଏ ତେଜପତ୍ର ନିଅନ୍ତୁ ଏବଂ ଦେଖିବେ ପତ୍ରଟି ଯେମିତି ସମ୍ପୂର୍ଣ୍ଣ ରୂପରେ ନିଖୁଣ ଥିବ, ଫଟା କିମ୍ବା ଚିରା ହୋଇନଥିବ। ତାପରେ ସେହି ତେଜପତ୍ରଟିକୁ ଆପଣ ନିଜ ପର୍ସରେ ରଖନ୍ତୁ କିମ୍ବା ଆପଣ ଯେଉଁଠାରେ ନିଜର ଧନକୁ ସଞ୍ଚିତ କରିକି ରଖୁଛନ୍ତି ଆପଣଙ୍କର ଲକରରେ ତେଜପତ୍ରଟିକୁ ନେଇ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆକର୍ଷିତ ହୋଇ ଆସିଥାନ୍ତି ଏବଂ ଆପଣଙ୍କ ଗୃହରେ ଧନଜନିତ ସମସ୍ୟା ଧୀରେ ଧୀରେ ଦୂର ହୋଇଯାଇଥାଏ। ଆପଣଙ୍କର ପର୍ସ କିମ୍ବା ଲକର କେବେ ବି ଖାଲି ହୋଇନଥାଏ। ତୃତୀୟ ଉପାୟଟି ହେଉଛି ଯଦି ଆପଣଙ୍କ ଗୃହରେ କିଛି ବାସ୍ତୁଦୋଷ ଅଛି କିମ୍ବା ଆପଣଙ୍କ ଗୃହ ଉପରେ କୌଣସି କଳାଜାଦୁର ପ୍ରଭାବ ରହିଛି, ତ
ତ ସାଙ୍ଗମାନେ, ଯେଉଁ ଗୃହ ଉପରେ କଳା ଯାଦୁର ପ୍ରୟୋଗ ହୋଇଥାଏ ସେହି ଗୃହରେ ଉନ୍ନତି ହୋଇନଥାଏ ଏବଂ ଘରର ସଦସ୍ୟମାନଙ୍କୁ ନାନା ପ୍ରକାରର ବେମାରୀ ହୋଇଥାଏ। ଯଦି ଆପଣ ଡକ୍ଟରଙ୍କ ପାଖକୁ ଯାଇଥାନ୍ତି ତ ରିପୋର୍ଟରେ ସବୁକିଛି ଠିକ୍ ବାହାରିଥାଏ, ପରନ୍ତୁ ଆପଣଙ୍କର ଦେହ ସର୍ବଦା ଅସୁସ୍ଥ ରହିଥାଏ ଏବଂ ଯଦି ଗୃହରେ କୌଣସି ପ୍ରକାର ବାସ୍ତୁଦୋଷ ଥାଏ ତେବେ ତାହା ପ୍ରଭାବରେ ମଧ୍ୟ ଏପରି ହୋଇଥାଏ। ତେବେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ତେଜପତ୍ର ସହିତ କର୍ପୂରକୁ ଜଳାଇବାର ଅଛି। ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଯଦି ଆପଣ ଗୋଟିଏ ପ୍ଲେଟରେ ଗୋଟିଏ ତେଜପତ୍ର ଏବଂ ଗୋଟିଏ କର୍ପୂର ରଖି ଜାଳନ୍ତି ତ ତା'ର ଧୂଆଁକୁ ଘରେ ବୁଲାନ୍ତି, ତେବେ ଏହାଦ୍ୱାରା ଆପଣଙ୍କ ଗୃହରେ ହୋଇଥିବା କଳା ଯାଦୁର ପ୍ରଭାବ କମ୍ ହୋଇଯାଇଥାଏ। ଆପଣଙ୍କ ଘରର ଯେଉଁଠାରେ ବି ଆପଣଙ୍କୁ ଲାଗୁଛି ଯେ ଏହି ଜାଗାରେ ନକାରାତ୍ମକ ଶକ୍ତିର ପ୍ରଭାବ ରହୁଛି, ସେହି ଜାଗାରେ ଆପଣ ଏହାକୁ ଜଳାଇ ଦିଅନ୍ତୁ। ଏବେ ଆସନ୍ତୁ ଚତୁର୍ଥ ଉପାୟ ବିଷୟରେ ଜାଣିବା। ସାଙ୍ଗମାନେ, ଆମର ମନସ୍କାମନାକୁ, ଆମର କଥାକୁ, ଆମର ଭାବନାକୁ ଭଗବାନଙ୍କ ନିକଟରେ ପହଞ୍ଚାଇବା ପାଇଁ ତେଜପତ୍ର ଏକ ମାଧ୍ୟମ ପରି କାମ କରିଥାଏ। ମା ଲକ୍ଷ୍ମୀଙ୍କ ପର୍ଯ୍ୟନ୍ତ ଆମର ପ୍ରାର୍ଥନାକୁ ତେଜପତ୍ର ପହଞ୍ଚାଇବାରେ ସାହାଯ୍ୟ କରିଥାଏ। ଅର୍ଥାତ୍ ଆପଣଙ୍କର ଯେଉଁ ବି ମନସ୍କାମନା ରହିଛି ତାହାକୁ ଈଶ୍ୱରଙ୍କ ନିକଟରେ ପହଞ୍ଚାଇବା ପାଇଁ ତେଜପତ୍ର ଆପଣଙ୍କୁ ସମ୍ପୂର୍ଣ୍ଣ ରୂପରେ ସାହାଯ୍ୟ କରିଥାଏ। ତ ସାଙ୍ଗମାନେ, ଆପଣଙ୍କ ମନରେ ଯାହା ବି କିଛି ମନସ୍କାମନା ରହିଛି, ଆପଣ ଗୋଟିଏ ଭଲ ତେଜପତ୍ର ନିଅନ୍ତୁ, ଯେପରି ତାହା ଚିରା କିମ୍ବା ଫଟା ହୋଇନଥିବ। ସମ୍ପୂର୍ଣ୍ଣ ନିଖୁଣ ତେଜପତ୍ରଟିଏ ଏବଂ ବଡ଼ ଆକାରର ତେଜପତ୍ରଟିଏ ଆପଣ ନିଅନ୍ତୁ। ତା ଉପରେ ଆପଣ ଲାଲ ପେନ୍ରେ ଆପଣଙ୍କର ମନସ୍କାମନାକୁ ଲେଖି ଦିଅନ୍ତୁ। ଧରନ୍ତୁ, ଯେପରି ଆପଣଙ୍କର ଯଦି ଧନର ଆବଶ୍ୟକତା ରହିଛି ତ ଆପଣ ତା ଉପରେ ଲେଖନ୍ତୁ ଯେ ମୋତେ ଧନର ଆବଶ୍ୟକତା ରହିଛି। ଏହାକୁ ଲେଖିସାରିବା ପରେ ଆପଣ ନିଜ ମନରେ ଚିନ୍ତା କରନ୍ତୁ ଯେ ଚତୁର୍ଦିଗରୁ ଆପଣଙ୍କ ପାଖକୁ ଧନ ପ୍ରବାହିତ ହେଉଛି। ଆପଣଙ୍କ ପାଇଁ ଧନ ରୋଜଗାରର ଅନେକ ବାଟ ଖୋଲିଯାଇଛି। ଆପଣଙ୍କୁ ଚତୁର୍ଦିଗରୁ ଧନ ଆଗମନ ହେଉଛି। ମୋ ଉପରେ ଧନର ବର୍ଷା ହେଉଛି। ଏପରି ଭାବରେ 5 ମିନିଟ୍ ପର୍ଯ୍ୟନ୍ତ ଆପଣଙ୍କୁ ମନରେ ଭାବିବାର ଅଛି। ଆପଣଙ୍କ ଭିତରେ ଏହା ଭିତରେ ଯେଉଁ ବି ଭାଇବ୍ରେସନ୍ ହେବ ତାହା ଯେମିତି ସମ୍ପୂର୍ଣ୍ଣ ରୂପରେ ପଜିଟିଭ୍ ଭାଇବ୍ରେସନ୍ ହେବ। ତ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପରେ ଧ୍ୟାନ ଲଗାଇ ଏହା ଭାବିବାର ଅଛି ଯେ ମୋ ପାଖକୁ ଚତୁର୍ଦିଗରୁ ଧନ ଆସୁଛି। ମୁଁ ଏକ ଭାଗ୍ୟବାନ ବ୍ୟକ୍ତି। ମୋ ଉପରେ ଧନର ବର୍ଷା ହେଉଛି। ମା ଲକ୍ଷ୍ମୀଙ୍କର କୃପା ସର୍ବଦା ମୋ ଉପରେ ରହିଛି। ଆପଣଙ୍କୁ ସମ୍ପୂର୍ଣ୍ଣ ମନ ମଧ୍ୟରେ ଏପରି ଭାବିବାର ଅଛି। ଏହିପରି ଭାବରେ 5 ମିନିଟ୍ ଭାବିବା ପରେ ଆପଣ ସେହି ତେଜପତ୍ରକୁ କର୍ପୂର ସହିତ ଏକ ପ୍ଲେଟରେ ଜଳାଇ ଦିଅନ୍ତୁ। ତାପରେ ତାକୁ ଆପଣ ନିଜ ଘରର ଛାତ ଉପରକୁ ନେଇ ସେଠାରେ ଉଡ଼ାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ମନସ୍କାମନା ନିଶ୍ଚିତ ଭାବରେ ପୂର୍ଣ୍ଣ ହେବ। ସେହିପରି ଭାବରେ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଫେରିଆସୁ, ଆପଣଙ୍କ ଜୀବନରେ ଚାଲୁଥିବା ଚିନ୍ତା ଦୂର ହୋଇଯାଉ, ତେବେ ତାହାକୁ ମଧ୍ୟ ତେଜପତ୍ରରେ ଆପଣ ଲେଖିବେ ଯେ ମୋତେ ଚିନ୍ତା ଆବଶ୍ୟକତା ନାହିଁ। ଏହାକୁ ଲେଖିଲା ପରେ ଆପଣ ସେହିପରି 5 ମିନିଟ୍ ଯାଏଁ ଭାବିବେ ଯେ ମୁଁ ଏକ ଶାନ୍ତିପୂର୍ଣ୍ଣ ଜୀବନ ବଞ୍ଚୁଛି। ମୋ ଜୀବନରେ ଅନେକ ଶାନ୍ତି ରହିଛି, ଆଧ୍ୟାତ୍ମିକତା ରହିଛି। ମୋ ଜୀବନରେ କୌଣସି ପ୍ରକାରର ଚିନ୍ତା ନାହିଁ। ଏହିପରି ଭାବରେ ଆପଣ ପଜିଟିଭ୍ ଥିଙ୍କିଂ ନେଇ 5 ମିନିଟ୍ ପର୍ଯ୍ୟନ୍ତ ଭାବିବେ। ତାପରେ ସେହିପରି କର୍ପୂର ସହିତ ତେଜପତ୍ରଟିକୁ ଜଳାଇ ତା'ର ପାଉଁଶକୁ ନେଇ ଆପଣ ଛାତ ଉପରେ ଉଡ଼ାଇ ଦେବେ। ଏପରି କରିବା ଦ୍ୱାରା ଧୀରେ ଧୀରେ ଦେଖିବେ ଆପଣଙ୍କର ଜୀବନରେ ଚାଲିଥିବା ଟେନସନ୍ ଧୀରେ ଧୀରେ ଦୂର ହୋଇଯିବ ଏବଂ ଆପଣଙ୍କୁ ଶାନ୍ତିର ପ୍ରାପ୍ତି ହେବ। ଆପଣଙ୍କୁ ଆଧ୍ୟାତ୍ମିକତାର ପ୍ରାପ୍ତି ହେବ। ସାଙ୍ଗମାନେ, ଯଦି ଆପଣଙ୍କ ଗୃହରେ ଅଧିକ ନକାରାତ୍ମକ ଉର୍ଜା ରହିଛି ତ
ତ ଏଭଳି ପରିସ୍ଥିତିରେ ଆପଣ 5ଟି ତେଜପତ୍ର ଏବଂ 5ଟି ଗୋଲମରିଚର ଦାନା ନିଅନ୍ତୁ ଏବଂ ତାକୁ ଗୋଟିଏ ପାତ୍ରରେ ରଖି ଜଳାଇ ଦିଅନ୍ତୁ ଏବଂ ଏହାର ଧୂଆଁକୁ ସମ୍ପୂର୍ଣ୍ଣ ଘରେ ବୁଲାଇ ଆଣନ୍ତୁ। ଏପରି ମାନାଯାଇଥାଏ ଯେ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଗୃହରେ ଯାହା ବି ନକାରାତ୍ମକ ଶକ୍ତି ରହିଥାଏ ତାହା ସମ୍ପୂର୍ଣ୍ଣ ମାତ୍ରାରେ ନଷ୍ଟ ହୋଇଯାଇଥାଏ ଏବଂ ଆପଣଙ୍କ ଗୃହରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଯେଉଁ ଗୃହରେ ଅଧିକ ମାତ୍ରାରେ ସକାରାତ୍ମକ ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ, ଯାହାଫଳରେ ଆପଣଙ୍କ ଗୃହର ପ୍ରତ୍ୟେକ ସଦସ୍ୟଙ୍କର ଉନ୍ନତି ହୋଇଥାଏ ଏବଂ ଆପଣଙ୍କ ଗୃହରେ ଯଦି ଆର୍ଥିକ ସମସ୍ୟା ଲାଗି ରହୁଥାଏ ତେବେ ତାହା ମଧ୍ୟ ସମାପ୍ତ ହୋଇଥାଏ। ଏହା ବ୍ୟତୀତ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ ଅଯଥା ଖର୍ଚ୍ଚରୁ ବଞ୍ଚିବା ପାଇଁ ମଧ୍ୟ ଆପଣ ତେଜପତ୍ରର ଉପାୟ ପାଳନ କରିପାରିବେ। ତ ଯଦି ଆପଣଙ୍କ ଘରେ ପଇସା ବଞ୍ଚୁନାହିଁ ତ ଏପରି ପରିସ୍ଥିତିରେ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କରିନିଅନ୍ତୁ ଏବଂ ଧନର ଦେବୀ ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ତ ଏହି ଉପାୟଟି ଯଦି ବିଶେଷ କରି ଆପଣ ଗୁରୁବାର କିମ୍ବା ଶୁକ୍ରବାର ଦିନ ପାଳନ କରନ୍ତି ତ ଏହା ଅଧିକ ଲାଭଦାୟୀ ହୋଇଥାଏ, କାରଣ ଗୁରୁବାର ଏବଂ ଶୁକ୍ରବାର ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ତ ଆପଣ ଚାହିଁଲେ କେଉଁ ଦିନ ବି ଏହି ଉପାୟଟିକୁ ପାଳନ କରିପାରିବେ। ମାତ୍ର ଯଦି ବିଶେଷ କରି ଆପଣ ଗୁରୁବାର ଦିନ କିମ୍ବା ଶୁକ୍ରବାର ଦିନ କିମ୍ବା କୌଣସି ପୂର୍ଣ୍ଣିମା ତିଥିରେ ଆପଣ ଯଦି ଏହି ଉପାୟଟି ପାଳନ କରନ୍ତି ତ ଏହା ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରଦାନ କରିଥାଏ। ତ ସାଙ୍ଗମାନେ, ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କାର୍ଯ୍ୟ ସାରି ନିଅନ୍ତୁ ଏବଂ ମା ଲକ୍ଷ୍ମୀଙ୍କର ବିଧିବିଧାନ ପୂର୍ବକ ପୂଜା କରନ୍ତୁ ଏବଂ ମା ଲକ୍ଷ୍ମୀଙ୍କ ଚରଣରେ ଆପଣ ଗୋଟିଏ ତେଜପତ୍ର ରଖିଦିଅନ୍ତୁ। ତା ପରଦିନ ସେହି ତେଜପତ୍ରକୁ ନେଇ ଆପଣ ନିଜର ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ଧନର ଅଭାବଜନିତ କୌଣସି ବି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ଏବଂ ଧୀରେ ଧୀରେ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ବନିବାକୁ ଲାଗିବ। ଏବେ ଆସନ୍ତୁ ଜାଣିବା ମନସ୍କାମନା ପୂର୍ଣ୍ଣ କରିବା ପାଇଁ ତେଜପତ୍ରର ଏକ ଚମତ୍କାରୀ ଉପାୟ। ତ ସାଙ୍ଗମାନେ, ଯଦି ଆପଣଙ୍କର ଏପରି କୌଣସି ମନସ୍କାମନା ରହିଛି ଯାହା ଆପଣଙ୍କର ପୂର୍ଣ୍ଣ ହୋଇପାରୁନାହିଁ ତ ସେହି ମନସ୍କାମନାକୁ ଆପଣ ପୂର୍ଣ୍ଣ କରିବା ପାଇଁ ତେଜପତ୍ର ଏବଂ ସିନ୍ଦୁରର ଏକ ଉପାୟ ପାଳନ କରନ୍ତୁ। ତ ଆପଣ ତେଜପତ୍ର ଉପରେ ସିନ୍ଦୁରରେ ନିଜର ଇଚ୍ଛାକୁ ଲେଖି ଦିଅନ୍ତୁ ଏବଂ ତାହାକୁ ଆପଣ ମା ଲକ୍ଷ୍ମୀଙ୍କ ପ୍ରତିମା ବା ଫଟୋ ପଛପଟେ ରଖିଦିଅନ୍ତୁ। ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। ତେବେ ମନେ ରଖିବେ, ଆପଣଙ୍କର ଏହି ଇଚ୍ଛା ଯେମିତି ଅନ୍ୟ କାହାର କ୍ଷତିର କାରଣ ନ ବନେ, ଅର୍ଥାତ୍ ଆପଣ ଅନ୍ୟ କାହାର ବିନାଶ ପାଇଁ ସେମିତି କିଛି କରିବେ ନାହିଁ। କେବଳ ଭଲ ଚିନ୍ତାଧାରା ନେଇ ଯଦି ଆପଣ ଏହି ଉପାୟଟି ପାଳନ କରନ୍ତି ତ ଏହା ଆପଣଙ୍କୁ ଲାଭ ପ୍ରଦାନ କରିବ, ନଚେତ୍ ଏହାଦ୍ୱାରା ଆପଣଙ୍କର ହିଁ କ୍ଷତି ହେବ। ଏବେ ଆସନ୍ତୁ ଜାଣିବା ତେଜପତ୍ରର ଆଉ ଏକ ଚମତ୍କାରୀ ଉପାୟ ବିଷୟରେ, ଯାହାକି ନଜର ଦୋଷରୁ ମୁକ୍ତି ପାଇବା ପାଇଁ। ତ ଆପଣଙ୍କ ଘରେ ଯଦି ଛୋଟ ପିଲା ଅଛନ୍ତି କିମ୍ବା ଆପଣଙ୍କ ଘରେ ଯଦି ନଜର ଦୋଷ ଲାଗୁଛି ତ ସେଥିପାଇଁ ଆପଣ 7ଟି ତେଜପତ୍ର ଏବଂ ଗୋଟିଏ ଚାମଚ ଲୁଣ ନିଅନ୍ତୁ। ତାପରେ ଯଦି ଆପଣଙ୍କ ଘରେ କୌଣସି ପିଲାକୁ ନଜର ଲାଗିଛି ତାଙ୍କ ଉପରେ ଏହା 7 ଥର ବୁଲାଇ ଆଣନ୍ତୁ। ତାପରେ ତାକୁ ନେଇକି କୌଣସି ଗଛ ମୂଳରେ ରଖନ୍ତୁ। ଯଦି ଆପଣଙ୍କ ଘର ବାହାରେ କୌଣସି ଗଛ ଅଛି କିମ୍ବା ଆପଣଙ୍କ ଘର ପରିସର ବାହାରେ ହେଉ କୌଣସି ଗଛ ମୂଳରେ ତାକୁ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ନଜର ଦୋଷ କଟି ଯାଇଥାଏ। ଏହା ବ୍ୟତୀତ ଯଦି ଆପଣଙ୍କ ଗୃହରେ ଆପଣଙ୍କ ଗୃହର ସଦସ୍ୟମାନଙ୍କ ମଧ୍ୟରେ ବାରମ୍ବାର ବିନା କାରଣରେ ଲଢ଼େଇ ଝଗଡ଼ା ଲାଗୁଛି, ପରସ୍ପରଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଅଶାନ୍ତି ଲାଗି ରହୁଛି, ସେଥିପାଇଁ ମଧ୍ୟ ତେଜପତ୍ରର ଉପାୟ ପାଳନ କରିପାରିବେ। ତ ସେଥିପାଇଁ ଆପଣ ଯେତେବେଳେ ଶୋଉଛନ୍ତି ତ ନିଜର ତକିଆ ତଳେ ତେଜପତ୍ର ରଖିକି ଶୁଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଘରର ସଦସ୍ୟମାନଙ୍କ ମଧ୍ୟରେ ଆଉ ଝଗଡ଼ା ହେବ ନାହିଁ।
ତ ପ୍ରତ୍ୟେକ ସଦସ୍ୟମାନେ ନିଜ ତକିଆ ତଳେ ତେଜପତ୍ର ରଖି ଶୋଇବା ଉଚିତ ଏବଂ ଏପରି କରିବା ଦ୍ୱାରା ଆପଣଙ୍କୁ ଖରାପ ସ୍ୱପ୍ନ ମଧ୍ୟ ଆସିନଥାଏ ଏବଂ ଆପଣଙ୍କର ଗୃହରେ ଶାନ୍ତିର ବାତାବରଣ ରହିଥାଏ। ଏବଂ ଯଦି ଆପଣ ବିବାହିତ ଅଛନ୍ତି ଏବଂ ଆପଣଙ୍କ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସର୍ବଦା ମନାନ୍ତର ମତାନ୍ତର ଲାଗି ରହୁଛି ତ ତାକୁ ଦୂର କରିବା ପାଇଁ ଆପଣ 2ଟି ତେଜପତ୍ର ନିଅନ୍ତୁ ଏବଂ ସନ୍ଧ୍ୟା ସମୟରେ ଆପଣଙ୍କର ଘରେ ତାକୁ ଜଳାଇ ଦିଅନ୍ତୁ। ତ କମ୍ ସେ କମ୍ 7 ଦିନ ପର୍ଯ୍ୟନ୍ତ ଆପଣ ସନ୍ଧ୍ୟା ସମୟରେ 2ଟି ତେଜପତ୍ରକୁ ନିଜର ଘରେ ଜଳାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନସାଥୀଙ୍କ ସହିତ ଆପଣଙ୍କର ମଜବୁତ ହେବ ଏବଂ ଆପଣଙ୍କ ମଧ୍ୟରେ ଯେଉଁ ମନାନ୍ତର ମତାନ୍ତର ଲାଗି ରହୁଛି ସେଥିରୁ ମଧ୍ୟ ଆପଣଙ୍କୁ ମୁକ୍ତି ମିଳିବ। ଆପଣଙ୍କ ମଧ୍ୟରେ ଭଲ ପାଇବା ସୁଦୃଢ଼ ହେବ, ସମ୍ପର୍କ ମଜବୁତ ହେବ। ତେବେ ସାଙ୍ଗମାନେ ଆମେ ସମସ୍ତେ ତେଜପତ୍ର ବ୍ୟବହାର କରିଥାଉ। ପ୍ରତ୍ୟେକ ଘରେ ତେଜପତ୍ର ନିହାତି ରହିଥାଏ। ମାତ୍ର ତେଜପତ୍ରଟି ଏତେ ଚମତ୍କାରୀ ତାହା ସମସ୍ତେ ଆମେ ଜାଣିନଥାଉ। ଆମେ ଯଦି ଏହାର ବ୍ୟବହାର କରିବା ତେବେ ଆମ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟାର ସମାଧାନ କରିପାରିବା। ତ ସାଙ୍ଗମାନେ ଆପଣମାନେ ମଧ୍ୟ ତେଜପତ୍ରର ଏହି ଚମତ୍କାରୀ ଉପାୟଗୁଡ଼ିକୁ ନିଶ୍ଚୟ ପାଳନ କରନ୍ତୁ ଏବଂ ଏହାର ଚମତ୍କାରୀ ଫାଇଦା ଆପଣ ନିଜେ ମଧ୍ୟ ଅନୁଭବ କରିପାରିବେ। ତେବେ ସାଙ୍ଗମାନେ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହିତ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ।